ଆମର ଯୋଉ ହିନ୍ଦ ମଜଦୁର ସଭା ଇଏ ହେଉଛି ଯୋଉ ବିଶ୍ୱନାଥ ପଣ୍ଡିତ जी ଅଛନ୍ତି ସମାଜବାଦୀ ନେତା। ସିଏ ଆମର ଅଲ୍ ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର ସମସ୍ତ ଦାୟିତ୍ୱ ନେଇଥିଲେ। ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେଇ ଏ ସଂଘ ଚାଲିଥିଲା। ସଂଘ ହେବାଠାରୁ କିଛି ଦିନ ପର୍ଯ୍ୟନ୍ତ ଯାଇକି କୃଷ୍ଣଚନ୍ଦ୍ର ପାତ୍ର ଆର ସଭାପତି ଥିଲେ, ସେ ଆମ ଗହଣରେ ନାହାନ୍ତି। ତାପରେ ଅନୁଷ୍ଠାନ ସ୍ଥଗିତ ଥିଲା, କୌଣସି ନେତୃତ୍ୱ ନେଇନଥିଲେ। 17/5/2026 ରବିବାର ଦିନ 11 ଘଣ୍ଟିକା ସମୟରେ କଟକ ଏସିବି ମେଡ଼ିକାଲ ପରିସରରେ ଅବସ୍ଥିତ ଯେଉଁ IMA ସମ୍ମିଳନୀ କକ୍ଷରେ ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ଓ ଏସିବି ମେଡ଼ିକାଲ କର୍ମଚାରୀ କଟକର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସେଠି ଡକାଯାଇଥିଲା। ଏଥିରେ ଓଡ଼ିଶାର ପ୍ରାୟ 26ଟି ଜିଲ୍ଲାର ମେଡ଼ିକାଲ କର୍ମଚାରୀ ସଂଘର ପ୍ରାୟ ଶତାଧିକ କର୍ମଚାରୀ ଏଥିରେ ଯୋଗଦାନ କରିଥିଲେ। ଏହି ସଂଘର ସାଂଗଠନିକ କାର୍ଯ୍ୟ ଉପରେ ବିଶେଷ ଭାବରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ଏବଂ ଶେଷରେ ସର୍ବସମ୍ମତିକ୍ରମେ ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର ରାଜ୍ୟ ସଭାପତି ଭାବରେ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଯେ କି ପୂର୍ବତନ ମନ୍ତ୍ରୀ, ବର୍ତ୍ତମାନର ଆଠଗଡ଼ ବିଧାୟକ, ତାଙ୍କୁ ସଭାପତି ଭାବରେ ମନୋନୀତ କରାଯାଇଥିଲା। ଏହାକୁ ବିରୋଧ କରିକି କିଛି କର୍ମଚାରୀ ବା ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ତେଣୁ ଗତକାଲି ବା 27/5/2026 ଦିନ 12ଟା ବେଳେ ଆଠଗଡ଼ ରାଜା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାସଭବନରେ ଯେଉଁମାନେ ଅସନ୍ତୁଷ୍ଟ ଥିଲେ ଏବଂ ଯେଉଁମାନେ ଥିଲେ ଏହି ସଂଘରେ ସମସ୍ତଙ୍କର ଗୋଟେ ମିଳିତ ସମାଧାନ ହେଲା। ରାଜା ଭାଇ ଏ ଦୁଇ ଗୋଷ୍ଠୀକି ଏକତ୍ରିତ କରିକି ଏମାନେ HMSରେ ଅଛନ୍ତି, ଆଗରୁ ଥିଲେ, ଆଗକୁ ମଧ୍ୟ ରହିବେ ବୋଲି ପ୍ରତିଶ୍ରୁତି ଦେଲେ। ଏହି କର୍ମଚାରୀ ସଂଘ ସାରା ଓଡ଼ିଶାରେ କର୍ମଚାରୀମାନଙ୍କର ସମସ୍ୟା, ବିଭିନ୍ନ ପ୍ରକାର ଯେଉଁ ସମସ୍ୟା ଦେଇ ସେମାନେ ଗତି କରୁଛନ୍ତି ତାର ସମାଧାନ ପାଇଁ ସରକାରଙ୍କ ସହିତ ଆଲୋଚନା କରିବେ। ସଂଗଠନ କେମିତି ଚାଲିବ, ତାର ନେତୃତ୍ୱ କେଉଁମାନେ ନେବେ, ଆଗାମୀ ଦିନରେ ସେ ବିଷୟରେ ଆଲୋଚନା ହେବ ଏବଂ ସୁଦୃଢ଼ ଭାବରେ ସଂଗଠନକୁ ହିନ୍ଦ ମଜଦୁର ସଭା ସହିତ ତା ହାତକୁ ହାତ ମିଳାଇ ନେତୃତ୍ୱଙ୍କ ସହିତ ନେତୃତ୍ୱ ନେଇ ସାରା ଓଡ଼ିଶାରେ ତାର କାର୍ଯ୍ୟକ୍ରମ ଜାରି ରଖିବେ। ହଁ, ଯେହେତୁ ସେ ନିର୍ବାଚିତ ହେଇଛନ୍ତି, ପ୍ରତ୍ୟେକ ଘରେ ମଧ୍ୟ କଳି ହେଉଛି। ଯେହେତୁ କିଛି ଦିନ ଯେତେବେଳେ କୃଷ୍ଣଚନ୍ଦ୍ର ପାତ୍ର ସଭାପତି ଥିଲେ ସେତେବେଳେ ସମସ୍ତେ ତାଙ୍କୁ ଗ୍ରହଣ କରୁଥିଲେ। ତ ଏଇ ଯେଉଁ କିଛି ଦିନ କୃଷ୍ଣଚନ୍ଦ୍ର ପାତ୍ର ଚାଲିଯିବା ପରେ କିଛି ଦିନ ରହିଲା ଖାଲି, ତ ସେଇ ସମୟରେ ତାଙ୍କ ଭିତରେ ଟିକେ ମନମାଳିନ୍ୟ ହେଇଥିଲା। ହେବା ଦ୍ୱାରା ଏଇ ଘଟଣାଟି ଘଟିଗଲା। ସେଥିରେ ସେମାନେ କିଛି ଲୋକ ସାମିଲ ହେଇପାରିଲେ ନାହିଁ, ଅସନ୍ତୁଷ୍ଟ ହେଇଥିଲେ। ତାପରେ କନ୍ଦଳ ନାହିଁ।